आमे समस्ते जानिछे जे गांधारी अभिशाप जोगु द्वारका नगरी ध्वंस हैला। श्रीकृष्ण मध्य निज देह त्याग कले। किंतु कौन आपण केबे भाबिछंती जे श्रीकृष्ण को प्रिया तांको हृदयर सबुठु निकटतर राधाराणी को मृत्यु किपरि हैला? शेषरे तांकर शेष इच्छा कौन थिला एवं श्रीकृष्ण को से एमिति की वरदान मागिथिले जहा आज भी एक रहस्य होई रहिছে। ଏହା ଏକ ଏଭଳି ପ୍ରେମ କଥା ଯାହା ସମୟର ସୀମା ଠାରୁ ମଧ୍ୟ ଉପରେ। ଏ ସମ୍ପର୍କ ଦେହର ନୁହେଁ ବରଂ ଆତ୍ମାର ଆତ୍ମା ସହିତ ଥିଲା। ତେବେ ଆସନ୍ତୁ ବନ୍ଧୁଗଣ, ଆଜି ଆମେ ଜାଣିବା ରାଧାରାଣୀଙ୍କ ଦେହତ୍ୟାଗର ସେହି ଅକୁହା ରହସ୍ୟ ଓ ତାଙ୍କ ଅନ୍ତିମ ଇଚ୍ଛାର କାହାଣୀ ଯାହା ଆପଣଙ୍କ ହୃଦୟକୁ ସ୍ପର୍ଶ କରିବ। ଆଜିର ଭିଡ଼ିଓ ଅତ୍ୟନ୍ତ ଜ୍ଞାନପୂର୍ବକ ଓ ପ୍ରେରଣାଦାୟକ ଅଟେ। ତେଣୁ ଏହି କଥା ଓ ଏହାର ରହସ୍ୟକୁ ବୁଝିବା ପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ବରସାନାର ସେହି ପୁରୁଣା ଗଳି ଯେଉଁଠି ଦିନେ ଶ୍ରୀକୃଷ୍ଣ ନିଜ ଲୀଳା କରୁଥିଲେ, ଆଜି ମଧ୍ୟ ସେଠାକାର ପବନରେ ଏକ ପ୍ରତିଧ୍ୱନି ଶୁଭେ। ସେହି ନିଷ୍ଠାପର ପ୍ରେମର, ସେହି ନିରୀହ ହସର, ବଂଶୀର ଏବଂ ତା ସହିତ ସେହି ବିରହର ଯାହା ପ୍ରେମକୁ ଅମର କରିଦେଇଥିଲା। କିନ୍ତୁ ଏହି କାହାଣୀର ଆରମ୍ଭ ନା ତ ବରସାନାର ସେହି ଗଳିରୁ ହୁଏ, ନା ହିଁ ବୃନ୍ଦାବନରୁ। ଏହାର ଆରମ୍ଭ ହୁଏ ଏକ ଶାନ୍ତ କୁଞ୍ଜରୁ, ଯେଉଁଠି ବୃଦ୍ଧାବସ୍ଥାରେ ରାଧା ନିଜ ଜୀବନର ଅନ୍ତିମ ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ। ସମୟ ତାଙ୍କ ଶରୀର ଉପରେ ନିଜର ଚିହ୍ନ ଛାଡ଼ି ଦେଇଥିଲା, କାୟା ଦୁର୍ବଳ ହୋଇଯାଇଥିଲା, କିନ୍ତୁ ତାଙ୍କ ହୃଦୟ ଆଜି ବି ସେହି କିଶୋରୀ ରାଧାର ଥିଲା, ଯିଏ କେବଳ ନିଜ କାହାଣା ପାଇଁ ସ୍ପନ୍ଦିତ ହେଉଥିଲା। ତାଙ୍କ ମୁଖମଣ୍ଡଳରେ ବାର୍ଦ୍ଧକ୍ୟର ରେଖା ସ୍ପଷ୍ଟ ଥିଲା, କିନ୍ତୁ ଯେବେ କେଉଁଠୁ ବଂଶୀର ସ୍ୱର ଆସୁଥିଲା, ତାଙ୍କ ନୟନରେ ଏକ ଅପୂର୍ବ ଜ୍ୟୋତି ଖେଳି ଯାଉଥିଲା, ଯେପରି ଅତୀତର ସ୍ମୃତି ସବୁ ପୁଣି ଥରେ ଜୀବନ୍ତ ହୋଇ ଉଠିଥିଲା। ଯେବେ କୃଷ୍ଣ ବ୍ରଜ ଛାଡ଼ି ମଥୁରାର ଶାସକ ହେଲେ, ତାଙ୍କ ବିରହରେ ରାଧା ସାଂସାରିକ ମହମାୟା ତ୍ୟାଗ କରିଦେଲେ। ସେ ବୃନ୍ଦାବନର ଏକ ନିରୋଳା କୁଞ୍ଜରେ ଏକାକୀ ଜୀବନ ବିତାଇବାକୁ ଲାଗିଲେ। ତାଙ୍କର ଦିନଚର୍ଯ୍ୟା ଅତି ସରଳ ଥିଲା। ସେ ପ୍ରତିଦିନ ସକାଳୁ ଉଠି ଯମୁନା ନଦୀରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଉଥିଲେ ଏବଂ ତାପରେ ନିଜ କୁଟୀରକୁ ଫେରିଆସି ଦିନସାରା ନିଜ ଶ୍ୟାମଙ୍କ ପ୍ରତୀକ୍ଷାରେ ରହୁଥିଲେ। ତାଙ୍କର ଦୃଢ଼ ବିଶ୍ୱାସ ଥିଲା ଯେ ତାଙ୍କ କୃଷ୍ଣ ଦିନେ ନା ଦିନେ ଫେରିବେ। ଗ୍ରାମବାସୀମାନେ ତାଙ୍କୁ ଜଣେ ଦେବୀ ସ୍ୱରୂପା ତପସ୍ୱିନୀ ମାନୁଥିଲେ। ସେମାନେ ତାଙ୍କ ପରିଚୟ ବା ଅତୀତ ବିଷୟରେ ଅଜ୍ଞା ଥିଲେ, କିନ୍ତୁ ସମସ୍ତେ ଏତିକି ଜାଣିଥିଲେ ଯେ ତାଙ୍କର ସମଗ୍ର ସୃଷ୍ଟି କେବଳ ତାଙ୍କ ଶ୍ରୀକୃଷ୍ଣ ହିଁ ଥିଲେ। ଦିନକର କଥା, ରାଧା ଯମୁନା ତଟରେ ଜଳ ଅର୍ପଣ କରୁଥିବା ବେଳେ ହଠାତ୍ ସେ ଆକାଶକୁ ଚାହିଁଲେ। ଚତୁର୍ଦିଗ ନିସ୍ତବ୍ଧ ହୋଇଗଲା ଏବଂ ତାଙ୍କ ହୃଦୟରେ ଏକ ଅଦ୍ଭୁତ କମ୍ପନ ସୃଷ୍ଟି ହେଲା, ଯେପରି ସମଗ୍ର ବ୍ରହ୍ମାଣ୍ଡ ତାଙ୍କୁ କୌଣସି ଗୁପ୍ତ ସନ୍ଦେଶ ଦେଉଥିଲା। ସେହି ସନ୍ଧ୍ୟାରେ ସେ ନିଜ କୁଟୀର ସାମ୍ନାରେ ଥିବା ତୁଳସୀ ବୃକ୍ଷକୁ ପ୍ରଣାମ କରି ମନେ ମନେ କହିଲେ, ବର୍ତ୍ତମାନ ମୋର ବିଦାୟ ନେବାର ବେଳ ଆସିଛି, କିନ୍ତୁ ମୁଁ ସେ ପର୍ଯ୍ୟନ୍ତ ଏ ଦେହ ତ୍ୟାଗ କରିବି ନାହିଁ ଯେ ପର୍ଯ୍ୟନ୍ତ ମୋ ଶ୍ୟାମ ନିଜେ ଆସି ମୋତେ ବିଦାୟ ନ ଦେଇଛନ୍ତି। ରାଧା ପ୍ରତିଜ୍ଞା କଲେ ଯେ ସେ ନିଜ ନଶ୍ୱର ଶରୀର ସେତେବେଳେ ତ୍ୟାଗ କରିବେ ଯେବେ ତାଙ୍କ କୃଷ୍ଣ ସାକ୍ଷାତ ରୂପରେ ଆସି ତାଙ୍କୁ ପ୍ରେମରେ ଡାକିବେ। ରାଧେ ତାଙ୍କର ଏହି କଠୋର ପ୍ରତିଜ୍ଞା ଶୁଣି ଗ୍ରାମବାସୀମାନେ ଚକିତ ହୋଇଗଲେ। ସେମାନେ ଭାବିଲେ, ଦ୍ୱାରକାଧୀଶ ଏହି ସାଧାରଣ ବୃଦ୍ଧାଙ୍କ ପାଇଁ କାହିଁକି ଆସିବେ? କିନ୍ତୁ କେହି ମଧ୍ୟ ରାଧାଙ୍କ ଭକ୍ତିକୁ ସନ୍ଦେହ କରିପାରିଲେ ନାହିଁ, କାରଣ ସେମାନେ ତାଙ୍କ ପ୍ରେମର ଗଭୀରତାକୁ ଅନୁଭବ କରିଥିଲେ। ଅନ୍ୟପଟେ ଦ୍ୱାରକା ମହଲରେ ଶ୍ରୀକୃଷ୍ଣ, ଯାହାଙ୍କ ପାଖରେ ସଂସାରର ସମସ୍ତ ଐଶ୍ୱର୍ଯ୍ୟ ଥିଲା, ତଥାପି ତାଙ୍କ ମନ ଅଶାନ୍ତ ଥିଲା। ସତରେ ସବୁକିଛି ପାଇ ମଧ୍ୟ ମନ କେତେବେଳେ ଖାଲି ଲାଗେ। ଆଜି କୃଷ୍ଣଙ୍କର ମଧ୍ୟ ସେହି ଅବସ୍ଥା ଥିଲା। ସେତିକିବେଳେ ତାଙ୍କୁ ନିଜ ଭିତରେ ଏକ ଅଜଣା ଆକର୍ଷଣ ଅନୁଭବ ହେଲା। ସେ ଆଖି ବନ୍ଦ କଲେ ଏବଂ ରାଧାଙ୍କର ଆକୁଳ ଡାକ ତାଙ୍କ ହୃଦୟରେ ପ୍ରତିଧ୍ୱନିତ ହେଲା। ତାଙ୍କ ଆଖିରେ ବିରହର ଅଶ୍ରୁ ଥିଲା, କିନ୍ତୁ ହୃଦୟରେ ମିଳନର ଆଶା ଥିଲା। ସେ ତତକ୍ଷଣ ସବୁ ଛାଡ଼ି ସେହି କୁଞ୍ଜ ଆଡ଼କୁ ବାହାରିଲେ, ଯେଉଁଠି ରାଧା ତାଙ୍କର ପ୍ରତୀକ୍ଷାରେ ଥିଲେ। ଯେବେ କୃଷ୍ଣ ସେଠାରେ ପହଞ୍ଚିଲେ, ରାଧା ତୁଳସୀ ବୃକ୍ଷ ନିକଟରେ ଧ୍ୟାନମଗ୍ନ ଥିଲେ। କୃଷ୍ଣ ଧୀର ସ୍ୱରରେ ଡାକିଲେ, ରାଧେ। ଏହି ଡାକ ଶୁଣି ରାଧାଙ୍କ ଆଖି ଖୋଲିଗଲା ଏବଂ ତାଙ୍କ ମୁଖରେ ଯୁଗ ଯୁଗର ପ୍ରତୀକ୍ଷା ସମାପ୍ତ ହେବାର ଆନନ୍ଦ ଥିଲା। ସେହି ଦୃଶ୍ୟ ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ। ରାଧା ହସିଲେ ଏବଂ ଶ୍ରୀକୃଷ୍ଣଙ୍କୁ କହିଲେ, ପ୍ରଭୁ, ଏବେ ମୋର ଯିବାର ସମୟ ଆସିଯାଇଛି। ଏବେ ମୋ ଆତ୍ମା କେବଳ ବିଶ୍ରାମ ଚାହୁଁଛି। ଏହା ଶୁଣି ଶ୍ରୀକୃଷ୍ଣ ରାଧାଙ୍କ ହାତ ଧରି ପକାଇଲେ। ଏବେ ରାଧାଙ୍କ ନିଶ୍ୱାସ ଧୀରେ ଧୀରେ କମିବାକୁ ଲାଗିଲା ଏବଂ ସେ ସେହି ତୁଳସୀ ଗଛ ତଳେ ନିଜର ପ୍ରାଣ ତ୍ୟାଗ କଲେ। କିନ୍ତୁ ଏହା ଶେଷ ନଥିଲା। ଏହି ମୁହୂର୍ତ୍ତରେ ସେହି ରହସ୍ୟ ଜନ୍ମ ନେଲା, ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ରାଧାଙ୍କ ଆତ୍ମାକୁ ତ ମୋକ୍ଷ ମିଳିଗଲା, କିନ୍ତୁ ତାଙ୍କର ଶେଷ ଶବ୍ଦ ଏବେ ବି ଶ୍ରୀକୃଷ୍ଣଙ୍କ କାନରେ ଗୁଞ୍ଜରିତ ହେଉଥିଲା। ରାଧା ନିଜର ଅନ୍ତିମ ମୁହୂର୍ତ୍ତରେ କହିଥିଲେ, ପ୍ରଭୁ, ଯେବେ ଏହି ଧରିତ୍ରୀରୁ ପ୍ରେମର ଅର୍ଥ ମିଳିଯିବ, ସେତେବେଳେ ମୁଁ ପୁଣି ଫେରିବି। ମୋତେ ପୁଣି ଜନ୍ମ ନେବାକୁ ପଡ଼ିବ, କାରଣ ପ୍ରେମ ଜୀବନର ମୁଖ୍ୟ ଅଂଶ ଏବଂ ତାକୁ ମିଳେଇ ଯିବାକୁ ଦିଆଯାଇ ପାରିବ ନାହିଁ। ଯେଉଁଠି ରାଧା ନିଜ ଦେହ ତ୍ୟାଗ କରିଥିଲେ, ସେଠାରେ ଏକ ନୂଆ ଗଛ ଉଠିଲା, ଯାହା ତୁଳସୀଠାରୁ ମଧ୍ୟ ଅଧିକ ଉଜ୍ଜ୍ୱଳ ଥିଲା, ଯେପରି କୌଣସି ସ୍ୱର୍ଗୀୟ ଗଛ ହୋଇଥିବ। ଗାଁ ଲୋକେ ତାକୁ ରାଧା ବୃକ୍ଷ ନାମରେ ଡାକିବାକୁ ଲାଗିଲେ ଏବଂ ସେଠାରେ ପୂଜାପାଠ କରିବାକୁ ଲାଗିଲେ। କିନ୍ତୁ କେହି ଜାଣିନଥିଲେ ଯେ
ସେହି ଗଛ ତଳେ ଏକ ରହସ୍ୟ ବଢ଼ୁଥିଲା। ସେହି ରହସ୍ୟ ଥିଲା ରାଧାଙ୍କ ପୁନର୍ଜନ୍ମର, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। କେତେ ଯୁଗ ବିତିଯିବା ପରେ ଯେତେବେଳେ ପ୍ରେମର ମୂଲ୍ୟ କମିବାକୁ ଲାଗିଲା ଏବଂ ଲୋକେ କେବଳ ବାସନାରେ ବୁଡ଼ି ରହିଲେ, ସେତେବେଳେ ବରସାନା ଠାରୁ କିଛି ଦୂରରେ ଏକ ସାଧାରଣ କୃଷକଙ୍କ ଘରେ ଏକ କନ୍ୟାର ଜନ୍ମ ହେଲା। ତାର ନାମ ଲଳିତା ରଖାଗଲା। କିନ୍ତୁ ଏହା କୌଣସି ସାଧାରଣ କନ୍ୟା ନଥିଲା। ସେ ବିନା କାହାରି ଶିଖାଇବାରେ ହିଁ ବଂଶୀର ମଧୁର ଧ୍ୱନି ବଜାଇ ପାରୁଥିଲା। ତାର ବଂଶୀର ସ୍ୱର ଶୁଣିବା ମାତ୍ରେ ଗଛର ପତ୍ର ହୁଲିବାକୁ ଲାଗୁଥିଲା ଏବଂ ପକ୍ଷୀମାନେ ନାଚି ଉଠୁଥିଲେ। ଗାଁ ଲୋକେ କହିବାକୁ ଲାଗିଲେ ଯେ ଏହା କୌଣସି ସାଧାରଣ ଝିଅ ନୁହେଁ, ବରଂ କୌଣସି ଦେବୀଙ୍କ ଅବତାର। ସେମାନେ କହୁଥିଲେ ଯେ ଏହାକୁ ଦେଖିଲେ ରାଧାଙ୍କ କଥା ମନେ ପଡ଼ିଯାଏ। ଲଳିତା ଯେତେବେଳେ 7 ବର୍ଷର ହେଲା, ସେ ଦିନେ ଯମୁନା କୂଳରେ ବସିଥିଲା। ସେହି ସମୟରେ ଜଣେ ସାଧୁ ସେହି ରାସ୍ତାରେ ଯାଉଥିଲେ। ସେ ଲଳିତାକୁ ଦେଖିଲେ ଏବଂ ଯେତେବେଳେ ତାର ଆଖିରେ ଚାହିଁଲେ, ସେ ମନ୍ତ୍ରମୁଗ୍ଧ ହୋଇଗଲେ। ସେ କହିଲେ, ସେହି ଆଖି, ସେହି ଚଞ୍ଚଳ ହସ, ରାଧା ତୁମେ ଫେରି ଆସିଲ। ଲଳିତାକୁ ପ୍ରାୟତଃ ସ୍ୱପ୍ନରେ ଏକ ସୁନ୍ଦର ଶ୍ୟାମ ବର୍ଣ୍ଣ ପୁରୁଷ ଦେଖାଯାଉଥିଲେ, ଯିଏ ଅନ୍ୟ କେହି ନୁହେଁ ବରଂ ଶ୍ରୀକୃଷ୍ଣ ହିଁ ଥିଲେ। ସେ କିଛି କହୁନଥିଲେ, କେବଳ ବଂଶୀ ବଜାଉଥିଲେ। ସେହି ବଂଶୀର ଧ୍ୱନି ଲଳିତାର ହୃଦୟକୁ ଛୁଇଁ ଯାଉଥିଲା। ଦିନେ ଲଳିତା ତାର ମାଙ୍କୁ ପଚାରିଲା, ମା, ଏ ପ୍ରେମ କ'ଣ? ମା ଉତ୍ତର ଦେଲେ, ତୁ ଏବେ ଛୋଟ ପିଲା, ତତେ ପ୍ରେମ ବିଷୟରେ କ'ଣ ଜଣା? ଲଳିତା ଚୁପ୍ ହୋଇଗଲା, କିନ୍ତୁ ତାର ଆଖିରେ ଏକ ପୁରୁଣା କଷ୍ଟ ଥିଲା, ଯେପରି ସେ ଏହି ପ୍ରଶ୍ନ ପୂର୍ବରୁ କୌଣସି ଅନ୍ୟ ଜନ୍ମରେ ପଚାରିଥିଲା। ଯେତେବେଳେ ଲଳିତା 13 ବର୍ଷର ହେଲା, ସେଦିନେ ଯମୁନା ତଟ ପାଖରେ ବସି ବଂଶୀ ବଜାଉଥିଲା। ସେତିକିବେଳେ ହଠାତ୍ ତାର ବଂଶୀରୁ ଏକ ଅଲଗା ଧ୍ୱନି ବାହାରିବାକୁ ଲାଗିଲା। ସେହି ଧ୍ୱନି ଯାହା ଶ୍ରୀକୃଷ୍ଣ ତାର ସ୍ୱପ୍ନରେ ଆସି ବଜାଉଥିଲେ। ହଠାତ୍ ସେଠାକାର ଭୂମି ଟିକେ ଫାଟିଗଲା ଏବଂ ଏକ ମୂର୍ତ୍ତି ଦେଖାଗଲା। ଲଳିତା ସେହି ମୂର୍ତ୍ତିଟିକୁ ବାହାର କଲା। ସେହି ମୂର୍ତ୍ତିଟି ଏକ ସ୍ତ୍ରୀର ଥିଲା, ଯିଏ ବଂଶୀ ଧରିଥିଲା। ଯେପରି ହିଁ ଲଳିତା ସେହି ମୂର୍ତ୍ତିଟିକୁ ନିଜ ହାତକୁ ଉଠାଇଲା, ସେହି ମୂର୍ତ୍ତିରୁ ଏକ ଦିବ୍ୟ ବାଣୀ ବାହାରିଲା, ଯିଏ କହିଲା, ତୁମେ ଫେରିଆସିଲ ରାଧେ। ଲଳିତା ଆଶ୍ଚର୍ଯ୍ୟ ହୋଇଗଲା। ଶେଷରେ ଏହା କିଏ ଥିଲା ଏବଂ କାହିଁକି ତାର ନାମ ରାଧେ ବୋଲି ଡକାଯାଉଥିଲା? ତେବେ ଚାଲନ୍ତୁ ଜାଣିବା ଆଗକୁ କଥା, ଯାହା ଆହୁରି ରୋମାଞ୍ଚକ ଓ ରହସ୍ୟମୟ। କିନ୍ତୁ ତା ପୂର୍ବରୁ ଯଦି ଭିଡ଼ିଓ ଭଲ ଲାଗୁଥାଏ, ତେବେ ଏହାକୁ ଲାଇକ୍ କରି କମେଣ୍ଟରେ ରାଧେକୃଷ୍ଣ ନିଶ୍ଚୟ ଲେଖନ୍ତୁ। ସେଦିନ ପରଠାରୁ ଲଳିତାର ବ୍ୟବହାର ବଦଳିବାରେ ଲାଗିଥିଲା। ଏବେ ସେ ଗଭୀରତାରେ ଚିନ୍ତା କରିବାକୁ ଲାଗିଥିଲା। ସେ ଜାଣିବାକୁ ଚାହୁଁଥିଲା ଯେ ସେ କିଏ ଏବଂ ତାର ଜନ୍ମ କାହିଁକି ହୋଇଛି। ଶେଷରେ କାହିଁକି ତାକୁ ପ୍ରେମ ଓ କୃଷ୍ଣ ଭଳି ଶବ୍ଦ ଏତେ ଆକର୍ଷିତ କରୁଛି। ସେହି ସମୟରେ ଜଣେ ସାଧୁ ହିମାଳୟରୁ ଅନେକ ବର୍ଷର ତପସ୍ୟା କରି ବରସାନା ଫେରୁଥିଲେ। ଯେତେବେଳେ ସେ ଲଳିତାକୁ ଦେଖିଲେ, ସେ ସ୍ତମ୍ଭୀଭୂତ ହୋଇଗଲେ। ସେ କହିଲେ, ଯୁଗ ଯୁଗ ପୂର୍ବରୁ ମୁଁ ଏହି ଆଖି ରାଧାଙ୍କର ଦେଖିଥିଲି। କନ୍ୟା, ତୁମେ ଏହି ଯୁଗର ନୁହଁ। ତୁମର ଜନ୍ମ କୌଣସି ଉଦ୍ଦେଶ୍ୟରେ ହୋଇଛି। ଲଳିତା ପଚାରିଲା, କେଉଁ ଉଦ୍ଦେଶ୍ୟ? ସେତେବେଳେ ସେହି ତପସ୍ୱୀ ସାଧୁ ନିଜ ଆଖି ବନ୍ଦ କରି ଉତ୍ତର ଦେଲେ, ବର୍ତ୍ତମାନ ଯୁଗରେ ପ୍ରେମ କେବଳ ଏକ ଶବ୍ଦ ହୋଇ ରହିଯାଇଛି। ତୁମକୁ ତାକୁ ପୁଣି ଥରେ ଜୀବନ ଦେବାକୁ ପଡ଼ିବ। ଏବେ ବରସାନାର ଗଣିରେ ଏକ ନୂଆ କଥା ଜନ୍ମ ନେବାକୁ ଯାଉଥିଲା। ପ୍ରକୃତରେ ଏହି କଥା ନୂଆ ନୁହେଁ, ବରଂ ପୁରୁଣା ଥିଲା, ରାଧାଙ୍କ ପୁନର୍ଜନ୍ମର କଥା। ଏବେ ଲଳିତା କିଶୋର ଅବସ୍ଥାରେ ପହଞ୍ଚି ସାରିଥିଲା। ଏବେ ତାର ମନରେ ଏକ ଅଜବ ବ୍ୟାକୁଳତା ଥିଲା, ଯେପରି କେହି ତାକୁ ଡାକୁଥିଲା। ରାତିରେ ଲଳିତା ଯମୁନା ତଟରେ ଏକାକୀ ବସୁଥିଲା ଏବଂ ସେହି ଅଜଣା ପୁରୁଷର କଳ୍ପନା କରୁଥିଲା, ଯିଏ ତାକୁ ସ୍ୱପ୍ନରେ ଦେଖାଯାଉଥିଲେ। ଦିନେ ଲଳିତା ତାର ମାଙ୍କୁ ପଚାରିଲା, ମା, କ'ଣ ପ୍ରେମ ବିନା କହିବାରେ ବି ହୋଇପାରେ? ସେତେବେଳେ ତାର ମା ଉତ୍ତର ଦେଲେ, ଝିଅ, ପ୍ରକୃତ ପ୍ରେମ ତ ସେଇଆ ହୁଏ, ଯାହା କିଛି ନ କହି ହିଁ ହୋଇଯାଏ। କିନ୍ତୁ ଲଳିତା ତ ଆଉ କିଛି ଭାବୁଥିଲା। ତାର ହୃଦୟ ସେହି ବ୍ୟକ୍ତି ପାଇଁ ଧକ୍ ଧକ୍ ହେଉଥିଲା, ଯାହାକୁ ସେ କେବେ ଭେଟି ନଥିଲା। ଦିନେ ସେହି ସ୍ୱାମୀ ଲଳିତାକୁ ନିଜ ଆଶ୍ରମକୁ ଡାକିଲେ ଏବଂ କହିଲେ, ରାଧେ, ଏବେ ସମୟ ଆସିଯାଇଛି। କୃଷ୍ଣ ଏହି ଯୁଗରେ ଜନ୍ମ ନେଇସାରିଛନ୍ତି, କିନ୍ତୁ ଏହି ଯୁଗରେ ସେ ଜଣେ ବ୍ରାହ୍ମଣ ରୂପରେ ଜନ୍ମ ନେଇଛନ୍ତି ଏବଂ ତୁମକୁ ତାଙ୍କୁ ଖୋଜିବାକୁ ପଡ଼ିବ। ଏହା ଶୁଣି ଲଳିତା ଖୁସିରେ ନାଚି ଉଠିଲା, କାରଣ ଯେଉଁ ମୁହୂର୍ତ୍ତର ତାକୁ ଅପେକ୍ଷା ଥିଲା ତାହା ଆସିବାକୁ ଯାଉଥିଲା। କିନ୍ତୁ ଏକ ସମସ୍ୟା ଥିଲା, ଲଳିତା ଶ୍ରୀକୃଷ୍ଣଙ୍କୁ ଚିହ୍ନିବ କିପରି? ସେତେବେଳେ ସେହି ସାଧୁ କହିଲେ, ଯେତେବେଳେ ସେ ତୁମ ସାମ୍ନାକୁ ଆସିବେ, ତୁମେ ନିଜେ ହିଁ ତାଙ୍କୁ ଚିହ୍ନିଯିବ। କିନ୍ତୁ ଧ୍ୟାନ ରଖିବ, ଏଥର ପରୀକ୍ଷା ଆହୁରି ଅଧିକ କଠିନ ହେବ, କାରଣ ଏବେ ଯୁଗ ବଦଳି ଯାଇଛି। ଏବେ ତୁମର ପ୍ରେମ ବ୍ୟକ୍ତିଗତ ହୋଇ ରହିନାହିଁ, ବରଂ ଏବେ ତୁମକୁ ଲୋକ ଓ ସମାଜର ସାମ୍ନା କରି ସମ୍ପୂର୍ଣ୍ଣ ସଂସାରକୁ ପ୍ରେମର ଅର୍ଥ ବୁଝାଇବାକୁ ପଡ଼ିବ। ଏବେ ଶ୍ରୀକୃଷ୍ଣ ପୁନର୍ଜନ୍ମ ନେଇସାରିଥିଲେ ଏବଂ ଜଣେ ନବଯୁବକ ସାଧୁ ରୂପରେ ଥିଲେ, ଯାହାଙ୍କ ନାମ ଅନନ୍ତାନନ୍ଦ ଥିଲା, ଯିଏ ଲୋକଙ୍କୁ ଉପଦେଶ ଦେଉଥିଲେ। କିନ୍ତୁ କେହି ଜାଣିନଥିଲେ ଯେ ପ୍ରକୃତରେ ଅନନ୍ତାନନ୍ଦ କିଏ। ସେ ଯେତେବେଳେ ପ୍ରବଚନ ଦେଉଥିଲେ, ସେ ପ୍ରେମର ଏପରି ବାଣୀ କହୁଥିଲେ ଯେ ଲୋକେ କାନ୍ଦି ପକାଉଥିଲେ। ସେ କହୁଥିଲେ, ପ୍ରେମ କେବଳ ଶରୀରର ନୁହେଁ, ବରଂ ଆତ୍ମାର ସମ୍ବନ୍ଧ। ପ୍ରେମର ଅର୍ଥ ହିଁ ହେଉଛି ତ୍ୟାଗ ଓ ସମର୍ପଣ। କିନ୍ତୁ ଭିତରୁ ସେ ମଧ୍ୟ ଅଧୁରା ଅନୁଭବ କରୁଥିଲେ। ସେ ମଧ୍ୟ ପ୍ରତି ରାତିରେ ଯମୁନା ତଟକୁ ଯାଇ ବସୁଥିଲେ ଏବଂ ସେହି ଅଜଣା ସ୍ତ୍ରୀର ସ୍ୱପ୍ନରେ ହଜି ଯାଉଥିଲେ। ଏବେ ଦିନେ ସାଧୁଙ୍କ ଆଦେଶ ଅନୁସାରେ ଲଳିତା ନିଜ ମାତା ପିତାଙ୍କୁ ପ୍ରଣାମ କରି
ଏକାକୀ ହିଁ ନିଜର ସେହି ଅଜଣା ପ୍ରେମର ସନ୍ଧାନରେ ବାହାରି ପଡ଼ିଲା। ତାର ହାତରେ କେବଳ ଏକ ଛୋଟ ବଂଶୀ ଥିଲା ଏବଂ ମନରେ ଦୃଢ଼ ନିଶ୍ଚୟ। ସେ ଗାଁ ଗାଁ ବୁଲୁଥିଲା, କେବେ କଥା ଶୁଣୁଥିଲା ତ କେବେ ଅନେକ ସାଧୁଙ୍କୁ ଭେଟୁଥିଲା, ଏହି ଆଶାରେ ଯେ ତାକୁ ତାର ପ୍ରେମ ମିଳିଯିବ। କିନ୍ତୁ କୌଣସି ସାଧୁଙ୍କଠାରେ ସେହି ତେଜ ନଥିଲା ଯାହାର ସନ୍ଧାନ ଲଳିତାକୁ ଥିଲା। ଦିନେ ତାକୁ ଜଣେ ବୃଦ୍ଧା ମହିଳା ମିଳିଲେ, ଯିଏ ତାକୁ ପଚାରିଲେ, ଝିଅ ତୁମେ ଏପଟ ସେପଟ କାହିଁକି ବୁଲୁଛ? ସେତେବେଳେ ଲଳିତା କହିଲା, ମୋତେ କାହାରି ସନ୍ଧାନ ଅଛି। ସେହି ବୃଦ୍ଧା ମହିଳା ଲଳିତାଠାରେ ରାଧାଙ୍କ ଭଳି ତେଜ ଦେଖିଲେ ଏବଂ ତାକୁ ପରାମର୍ଶ ଦେଲେ, ଝିଅ ତୁମେ ତୁମର ଏହି ବଂଶୀ ବଜାଅ, ଯିଏ ତୁମ ପାଇଁ ତିଆରି ହୋଇଥିବ ସେ ନିଜେ ହିଁ ଧ୍ୱନି ଶୁଣି ତୁମ ପାଖକୁ ଟାଳି ହୋଇ ଚାଲି ଆସିବ। ଯାହାପରେ ଲଳିତା ଉଚ୍ଚ ପାହାଡ଼ ଉପରକୁ ଚଢ଼ି ନିଜର ବଂଶୀ ବଜାଇଲା। ଲଳିତା ଏପର୍ଯ୍ୟନ୍ତ 8ଟି ଗାଁ ପାର କରିସାରିଥିଲା। ପ୍ରତି ଗାଁରେ ସେ ନିଜର ବଂଶୀ ବଜାଉଥିଲା, କିନ୍ତୁ ଏପର୍ଯ୍ୟନ୍ତ ତାକୁ ସେ ମିଳିନଥିଲା ଯାହାର ତାକୁ ସନ୍ଧାନ ଥିଲା। ଲଳିତାକୁ ଅନନ୍ତାନନ୍ଦଙ୍କ ଆଖପାଖରେ ଥିବାର ଅନୁଭବ ହେଉଥିଲା, କିନ୍ତୁ ସେ ତାଙ୍କୁ ଖୋଜି ପାରୁନଥିଲା। ଏବେ ସେ ଥକି ଯାଇଥିଲା, ଯାହାପରେ ସେ ପ୍ରଣ ନେଲା ଯେ ଯଦି ପରବର୍ତ୍ତୀ ପୂର୍ଣ୍ଣିମା ରାତି ସୁଦ୍ଧା ତାକୁ ସେ ନ ମିଳିଲା ତେବେ ସେ ଯମୁନାରେ ଡେଇଁ ନିଜ ଜୀବନ ଦେଇଦେବ। ସେହିଦିନ ଶେଷଥର ପାଇଁ ଲଳିତା ବଂଶୀ ବଜାଇଲା। ତାର ଧ୍ୱନି ସେହିପରି ଥିଲା ଯାହା କାହାକୁ ଭିତରୁ ଓଦା କରିଦେବ। ସେହି ମୁହୂର୍ତ୍ତରେ ହିମାଳୟରେ ବସିଥିବା ଅନନ୍ତାନନ୍ଦଙ୍କୁ ସେହି ଧ୍ୱନି ଶୁଣାଗଲା। ତାଙ୍କୁ ସେହି ଧ୍ୱନି ବହୁତ ପ୍ରଭାବଶାଳୀ ଲାଗିଲା, ଯେପରି ସେ ଅନେକ ବର୍ଷ ପରେ ସେହି ଧ୍ୱନି ଶୁଣିଥିଲେ ଯାହା ତାଙ୍କୁ ଡାକୁଥିଲା। ଅନନ୍ତାନନ୍ଦ ତୁରନ୍ତ ହିମାଳୟ ଛାଡ଼ିଦେଲେ। ଠିକ୍ ସେହି ରାତିରେ ଲଳିତାକୁ ପୁଣି ସ୍ୱପ୍ନ ଆସିଲା, କିନ୍ତୁ ଏଥର ସ୍ୱପ୍ନ ବହୁତ ଅଲଗା ଥିଲା। ଏଥର ଶ୍ରୀକୃଷ୍ଣ ଓ ରାଧା ଯମୁନା ତଟରେ ବସିଥିଲେ ଏବଂ ରାଧା ଶ୍ରୀକୃଷ୍ଣଙ୍କୁ ପଚାରୁଥିଲେ, ପ୍ରଭୁ କ'ଣ ଏଥର ବି ମୋ ପ୍ରେମ କାହାଣୀ ଅଧୁରା ରହିଯିବ? କୃଷ୍ଣ କହିଲେ, ନା ରାଧେ, ଏଥର ସଂସାରକୁ ତୁମ ପ୍ରେମର ପୂର୍ଣ୍ଣତା ଦେଖାଯିବ। ଏତିକି କହିବା ମାତ୍ରେ ଲଳିତାର ସ୍ୱପ୍ନ ଭାଙ୍ଗିଗଲା। ଲଳିତାର ମନରେ ଏକ ନୂଆ ଆଶା ଜାଗି ଉଠିଥିଲା। ଏବେ ସେ ସେହି ସ୍ଥାନରେ ପହଞ୍ଚିଲା ଯେଉଁଠାରେ ଅନନ୍ତାନନ୍ଦ ପହଞ୍ଚିବାକୁ ଥିଲେ, ବୃନ୍ଦାଧାମ। ଏହା କୌଣସି ସାଧାରଣ ସ୍ଥାନ ନଥିଲା। କୁହାଯାଏ ଯେ ଏହି ସ୍ଥାନରେ ରାଧା କୃଷ୍ଣକୁ ଶେଷ ଥର ପାଇଁ ଦେଖିଥିଲେ ଏବଂ ଏକ ଶିଳାକୁ ଛୁଇଁ ପ୍ରଣ ନେଇଥିଲେ ଯେ ଯେପର୍ଯ୍ୟନ୍ତ ତାର ପ୍ରେମ କାହାଣୀ ପୂର୍ଣ୍ଣ ହୋଇନାହିଁ ସେ ଫେରୁଥିବ। ସେହି ସମୟରେ ବୃନ୍ଦାଧାମରେ ଏକ କଥା ଚାଲିଥିଲା ଏବଂ ସେହି କଥାର ବାଚକ ଅନ୍ୟ କେହି ନୁହେଁ ବରଂ ସ୍ୱୟଂ ଅନନ୍ତାନନ୍ଦ ଥିଲେ। ଲଳିତା ବହୁତ ଦୂରରେ ଠିଆ ହୋଇଥିଲା ଏବଂ ତାଙ୍କ ମୁହଁକୁ ମଧ୍ୟ ଚିହ୍ନି ପାରୁନଥିଲା, କିନ୍ତୁ ତାଙ୍କ ବାଣୀରେ କିଛି ଏପରି ଥିଲା ଯାହା ତାର ହୃଦୟକୁ ପ୍ରଭାବିତ କରିଦେଲା। ସେହିଦିନ ଅନନ୍ତାନନ୍ଦ ପ୍ରେମର ପରିଭାଷା ବୁଝାଉଥିଲେ। ପ୍ରେମ ତାହା ନୁହେଁ ଯାହା ଆପଣଙ୍କ ପାଖରେ ଥାଏ ଏବଂ ଆପଣଙ୍କ ସହିତ ବଞ୍ଚେ। ପ୍ରେମ ତ ତାହା ଯାହା ଦୂରରେ ରହି ମଧ୍ୟ ପାଖରେ ଥାଏ। ସେ ଏସବୁ କହୁଥିଲେ ଯେତେବେଳେ ତାଙ୍କ ଆଖି ଲଳିତା ଉପରେ ପଡ଼ିଲା। ଦୁହେଁ ଏକ ମୁହୂର୍ତ୍ତ ପାଇଁ ସ୍ତମ୍ଭୀଭୂତ ହୋଇଗଲେ, ଯେପରି ପୁରା ଦୁନିଆ ହିଁ ଅଟକି ଯାଇଥିଲା। ଅନନ୍ତାନନ୍ଦ ତୁରନ୍ତ ହିଁ ପ୍ରବଚନ ଛାଡ଼ିଦେଲେ ଏବଂ ଲଳିତା ପାଖକୁ ଦୌଡ଼ି ଆସିଲେ। ସେତେବେଳେ ଲଳିତା ଅନନ୍ତାନନ୍ଦକୁ ଧୀରେ ପଚାରିଲା, କ'ଣ ଆଜି ବି ଆପଣଙ୍କୁ ମୋ ସ୍ୱର ଶୁଣାଯାଉଛି? ଅନନ୍ତାନନ୍ଦ ତାର ଆଖିରେ ଦେଖିଲେ ଏବଂ ପ୍ରେମରେ କହିଲେ, ରାଧେ ତୁମେ ଆସିଗଲ। ମୁହୂର୍ତ୍ତଟି ବହୁତ ମନମୋହକ ଥିଲା। ପୁରା ସଂସାର ଅଟକି ଯାଇଥିଲା, କିନ୍ତୁ ଏହା ଶେଷ ନଥିଲା। ପ୍ରକୃତ କାହାଣୀ ତ ଏବେ ଆରମ୍ଭ ହେବାକୁ ଯାଉଥିଲା। ହଠାତ୍ ପାଗ ଖରାପ ହେବାକୁ ଲାଗିଲା ଏବଂ ବାଦଲ କଳା ପଡ଼ିଗଲା ଏବଂ ସେତିକି ବେଳେ ସେଠାରେ ଜଣେ ସାଧୁ କୁରଙ୍ଗାନାଥ ପ୍ରକଟ ହେଲେ, ଯିଏ ଚାହୁଁନଥିଲେ ଯେ ରାଧା ଓ କୃଷ୍ଣ ପୁଣି ମିଶନ୍ତୁ, କାରଣ ତାଙ୍କୁ ଏପରି ଲାଗୁଥିଲା ଯେ ଯଦି ରାଧା ଓ କୃଷ୍ଣ ପୁଣି ମିଶିଗଲେ ତେବେ ପ୍ରେମକୁ ଧର୍ମଠାରୁ ଉପର ସ୍ଥାନ ମିଳିଯିବ, ଯାହା ସମାଜର ଜଡ଼ତାକୁ ଭାଙ୍ଗିଦେବ। କୁରଙ୍ଗନାଥ କହିଲେ, ତୁମର ପ୍ରେମ ଆଜିର ଯୁଗର ନିୟମର ବିରୁଦ୍ଧରେ ଅଛି। ଆଜିର ସମାଜ ନା ତ ଏହି ପ୍ରେମକୁ ବୁଝିବ ନା ହିଁ ସହ୍ୟ କରିପାରିବ। ସେତେବେଳେ ଅନନ୍ତାନନ୍ଦ କହିଲେ, ପ୍ରେମ ସମାଜର ମିଳନ ନୁହେଁ ବରଂ ଦୁଇ ଆତ୍ମାର ମିଳନ। ସେତେବେଳେ କୁରଙ୍ଗନାଥ କହିଲେ, ତେବେ ଏବେ ପ୍ରସ୍ତୁତ ହୋଇଯାଅ ଅନ୍ତିମ ପରୀକ୍ଷା ପାଇଁ। କୁରଙ୍ଗନାଥ କହିଲେ ଯେ ଯଦି ତୁମର ପ୍ରେମ ସତ୍ୟ ତେବେ ପରବର୍ତ୍ତୀ ପୂର୍ଣ୍ଣିମା ରାତି ସୁଦ୍ଧା ଲଳିତା ନିଜ ଆଖିରେ ପଟି ବାନ୍ଧିବ ଏବଂ ସେ ବିନା ଦେଖି ଏବଂ ବିନା ଶୁଣି ତୁମକୁ ଖୋଜି ବାହାର କରିବ। ଯଦି ସେ ଏଥିରେ ଅସଫଳ ହୁଏ ତେବେ ଦୁହିଁଙ୍କୁ ପୁଣି ଯୁଗ ଯୁଗ ପାଇଁ ଅଲଗା ହେବାକୁ ପଡ଼ିବ। ଅନନ୍ତା ଏହା ଶୁଣି ମୌନ ରହିଗଲେ, କିନ୍ତୁ ଲଳିତା ବହୁତ ପ୍ରେମପୂର୍ବକ ଓ ଶକ୍ତିର ସହିତ କହିଲା, ମୋତେ ଆପଣଙ୍କର ଏହି ସର୍ତ୍ତ ମଞ୍ଜୁର। ପୂର୍ଣ୍ଣିମା ରାତି ପାଖେଇ ଆସୁଥିଲା। ଏହି ପରୀକ୍ଷା ଲଳିତା ପାଇଁ କେବଳ ଏକ ସର୍ତ୍ତ ନଥିଲା ବରଂ ତାର ପ୍ରେମ ଓ ସଂଯମର ଲଢ଼େଇ ଥିଲା। ସେ ନିଜେ ମଧ୍ୟ ଜାଣିବାକୁ ଚାହୁଁଥିଲା ଯେ କ'ଣ ବିନା ଦେଖି କେବଳ ମନ ଓ ଆତ୍ମାରୁ ପ୍ରେମ କରାଯାଇପାରେ ନା ନାହିଁ। ଏବେ ସେ ନିଜ ଆଖିରେ ପଟି ବାନ୍ଧିଲା ଏବଂ ଶପଥ ନେଲା ଯେ ସେ ଏବେ କାହାକୁ ଦେଖିବ ନାହିଁ ଯେପର୍ଯ୍ୟନ୍ତ ତାର ଆତ୍ମା ତାକୁ ସ୍ୱୟଂ ଶ୍ରୀକୃଷ୍ଣଙ୍କୁ ନ ଦେଖାଇଛି। ଲୋକେ ଯେତେବେଳେ ତାକୁ ଏପରି କରୁଥିବାର ଦେଖିଲେ ସେମାନେ ତାର ପରିହାସ କରିବାକୁ ଲାଗିଲେ ଯେ ଆଜିକାଲିର କନ୍ୟାମାନଙ୍କୁ କେବଳ ନାଟକ କରିବାକୁ ଆସେ। କିନ୍ତୁ କିଛି ଏପରି ବି ଥିଲେ ଯେଉଁମାନେ ତାର ଏହି ପ୍ରୟାସର ପ୍ରଶଂସା କଲେ ଏବଂ ତାକୁ ସାହସ ଦେଲେ ଏବଂ କହିଲେ, ହେ ରାଧେ, ତୁମେ ଏଇ ଯୁଗରେ ନିଶ୍ଚୟ ପ୍ରେମକୁ ଜିତାଇବ। ଅନ୍ୟପଟେ ଅନନ୍ତାନନ୍ଦ ଏକ ସୁନସାନ ଗୁମ୍ଫାରେ ଧ୍ୟାନମଗ୍ନ ବସିଥିଲେ।
ସେ କେବଳ ଗୋଟିଏ ଶବ୍ଦ ଦୋହରାଉଥିଲେ, ରାଧେ। ସେ ନା କିଛି ଖାଉଥିଲେ ନା ପିଉଥିଲେ। ତାଙ୍କ ଶିଷ୍ୟମାନେ ଏହି ଦୃଶ୍ୟ ଦେଖି ଭୟଭୀତ ହୋଇଗଲେ ଏବଂ କହିଲେ, ଗୁରୁଦେବ, ଯଦି ଏହିପରି ଚାଲିବ ତେବେ ଆପଣ ବଞ୍ଚିବେ ନାହିଁ। ସେତେବେଳେ ଅନନ୍ତାନନ୍ଦ ହସି ହସି ଉତ୍ତର ଦେଲେ, ମୋ ପ୍ରାଣ ତ କେବଳ ରାଧେଙ୍କଠାରେ ବାସ କରେ। ଏତିକି କହି ସେ ନିଜ ଶିଷ୍ୟମାନଙ୍କୁ ଆଦେଶ ଦେଲେ ଯେ ଯଦି ଲଳିତା ତାଙ୍କ ବିଷୟରେ ପଚାରେ ତେବେ ତାକୁ ନା ତାଙ୍କର ଚେହେରା ଦେଖାଯିବ, ନାହିଁ ସେହି ସ୍ଥାନର ଠିକଣା ଦିଆଯିବ ଯେଉଁଠି ସେ ଧ୍ୟାନ କରୁଛନ୍ତି। ସେ ମଧ୍ୟ ଜାଣିବାକୁ ଚାହୁଁଥିଲେ ଯେ କ'ଣ ଏହି ଯୁଗରେ ମଧ୍ୟ ରାଧା କେବଳ ନିଜ ଆତ୍ମାର ଡାକରେ ତାଙ୍କୁ ଖୋଜିପାରିବ। ଏପଟେ ଲଳିତା ନିଜ ଆଖିରେ ପଟି ବାନ୍ଧି ଗାଁ ଗାଁ ବୁଲୁଥିଲା। ସେ ଅନେକ ସାଧୁଙ୍କୁ ଭେଟୁଥିଲା ଏବଂ ପଚାରୁଥିଲା, କ'ଣ ଆପଣ ଅନନ୍ତାନନ୍ଦ? କିନ୍ତୁ ତାକୁ କିଛି ମିଳୁନଥିଲା। କିଛି ସାଧୁ ତ ଏପରିକି ମିଛ କହିବାକୁ ଚେଷ୍ଟା କଲେ ଯେ ମୁଁ ହିଁ ଅନନ୍ତାନନ୍ଦ, କିନ୍ତୁ ଲଳିତାର ହୃଦୟ ସେମାନଙ୍କୁ ଚିହ୍ନି ଯାଉଥିଲା। ସେମାନଙ୍କ ସ୍ୱରରେ ସେହି ମାଧୁର୍ଯ୍ୟ ନଥିଲା, ନାହିଁ ସେହି ତେଜ ଥିଲା ଯାହା କେବଳ ଆତ୍ମାରୁ ଚିହ୍ନି ହେଉଥିଲା। ଥରେ ଜଣେ ସାଧୁ ତା ପାଖକୁ ଆସିଲେ ଯାହାଙ୍କଠାରେ ଅଦ୍ଭୁତ ତେଜ ଥିଲା ଏବଂ ଯାହାଙ୍କ ବାଣୀ ଅତ୍ୟନ୍ତ ମଧୁର ଥିଲା। ସେ ଲଳିତାକୁ କହିଲେ, ମୁଁ ହିଁ ଅନନ୍ତାନନ୍ଦ। ଏହା ଶୁଣି ଲଳିତା ଏକ ମୁହୂର୍ତ୍ତ ପାଇଁ ଡଗମଗ ହୋଇଗଲା, କିନ୍ତୁ ତୁରନ୍ତ ହିଁ ତାକୁ ଅନୁଭବ ହେଲା ଏବଂ ସେ ସେହି ସାଧୁଙ୍କୁ କହିଲା, ଆପଣଙ୍କଠାରେ ତେଜ ତ ବହୁତ ଅଛି, କିନ୍ତୁ ଆପଣ ସେହି ଆତ୍ମା ନୁହନ୍ତି ଯାହାର ମୋତେ ସନ୍ଧାନ ଅଛି। ସେହି କ୍ଷଣରେ ସେହି ସାଧୁ ନିଜର ବେଶ ବଦଳାଇ ଦେଲେ। ପ୍ରକୃତରେ ସେ କୁରଙ୍ଗନାଥ ହିଁ ଥିଲା ଯିଏ ଭ୍ରମ ସୃଷ୍ଟି କରିବାକୁ ଏପରି କରିଥିଲା। ଏବେ କୁରଙ୍ଗନାଥ କ୍ରୋଧରେ କହିଲା, ତୁ ଏପର୍ଯ୍ୟନ୍ତ ଭାଙ୍ଗିନୁ, ଶେଷରେ କେଉଁ ପ୍ରେମର କଥା କହୁଛୁ ତୁ? ଏତିକି ଶୁଣି ଲଳିତା କହିଲା, ମୋ ପ୍ରେମ ଏହି ଯୁଗର ବନ୍ଧନରୁ ମୁକ୍ତ, ଯାହାକୁ ଶବ୍ଦରେ ବୁଝାଇବା ଅସମ୍ଭବ। ଏତିକି ଶୁଣି କୁରଙ୍ଗନାଥ ସେଠାରୁ ଚାଲିଗଲା। ଏବେ ଲଳିତା ସେହି ଗୁମ୍ଫା ପାଖରେ ପହଞ୍ଚି ସାରିଥିଲା ଯେଉଁଠାରେ ଅନନ୍ତାନନ୍ଦ ଧ୍ୟାନମଗ୍ନ ଥିଲେ। ଲଳିତା ଧୀରେ ଧୀରେ ଗୁମ୍ଫା ଭିତରକୁ ଗଲା ଏବଂ ଶେଷରେ ତାକୁ ସେଠାରେ କାହାରି ଉପସ୍ଥିତିର ଆଭାସ ମିଳିଲା ଯେଉଁଠାରୁ ଦିବ୍ୟ ତେଜ ବାହାରୁଥିଲା। ଲଳିତା ତାକୁ ଚିହ୍ନିଗଲା ଏବଂ ତାଙ୍କ ପାଖକୁ ଯାଇ ନିଜ ବଂଶୀ ତାଙ୍କ ପାଦରେ ରଖିଦେଲା ଏବଂ କହିଲା, ମୁଁ ଆପଣଙ୍କୁ ଦେଖିପାରୁନାହିଁ, କିନ୍ତୁ ମୋ ହୃଦୟ ବହୁତ ଜୋରରେ ଧକ୍ ଧକ୍ ହେଉଛି। କ'ଣ ଆପଣ ସେହି ଯାହାଙ୍କୁ ମୁଁ ଖୋଜୁଥିଲି? ଅନନ୍ତାନନ୍ଦ ବଂଶୀ ଉଠାଇଲେ ଏବଂ ତାକୁ ବଜାଇଲେ। ସେହି ଧ୍ୱନି ଯାହା ଲଳିତାକୁ ଯମୁନା ତଟରେ ଏବଂ ନିଜ ସ୍ୱପ୍ନରେ ଶୁଣାଯାଉଥିଲା। ତାପରେ ଅନନ୍ତାନନ୍ଦ ତାର ପଟି ଖୋଲିଲେ ଏବଂ କହିଲେ, ରାଧେ, ଏଥର ମଧ୍ୟ ତୁମେ ମୋତେ ଶରୀରରେ ନୁହେଁ କେବଳ ନିଜ ମନ ଓ ଆତ୍ମାରେ ଚିହ୍ନିଲେ। ସେ ଦୁହେଁ କାନ୍ଦି ପକାଇଲେ। ସେମାନଙ୍କ ଆଖିରେ ଅନେକ ବର୍ଷର କ୍ଳାନ୍ତି ଥିଲା ଯାହା ଏବେ ମିଳେଇ ଯାଉଥିଲା। ସେତିକିବେଳେ ସେଠାରେ ଜଣେ ସାଧୁ ଆସିଲେ ଏବଂ ସେ କହିଲେ, ରାଧା ଓ କୃଷ୍ଣ, ତୁମର ପ୍ରେମ ସମ୍ପୂର୍ଣ୍ଣ ସେତେବେଳେ ହିଁ ମାନାଯିବ ଯେତେବେଳେ ଏହି ସମାଜ ଏହାକୁ ସ୍ୱୀକାର କରିବ। ଯେତେବେଳେ ଏହି ସମାଜ ସାମ୍ନାରେ ତୁମର ପ୍ରେମ ସତ୍ୟ ଓ ପବିତ୍ର ବୋଲି ପ୍ରମାଣିତ ହେବ, ସେତେବେଳେ ହିଁ ତୁମର ମିଳନ ସଫଳ ହେବ। ରାଧା କହିଲେ, ପ୍ରେମ ତ କୌଣସି ସମାଜର ବନ୍ଧନରୁ ମୁକ୍ତ, ତାକୁ କାହାରି ପ୍ରମାଣର ଆବଶ୍ୟକତା ନାହିଁ। କିନ୍ତୁ ସେତିକିବେଳେ ଅନନ୍ତାନନ୍ଦ ତାଙ୍କୁ ବୁଝାଇ କହିଲେ, ରାଧେ, ଏବେ ଯୁଗ ବଦଳି ଯାଇଛି। ଏବେ ଏହି ସମାଜ ପ୍ରେମର ପରିଭାଷା ଭୁଲି ଯାଇଛି। ଏତିକି କହି ଅନନ୍ତାନନ୍ଦ ସେହି ସାଧୁଙ୍କୁ ପଚାରିଲେ, ଆପଣ ହିଁ କୁହନ୍ତୁ ଯେ ଆମକୁ କ'ଣ କରିବାକୁ ହେବ? ସେହି ସାଧୁ କହିଲେ, ତୁମକୁ ଏହି ରାଜ୍ୟର ରାଜସଭାରେ ସମସ୍ତଙ୍କ ସାମ୍ନାରେ ନିଜ ପ୍ରେମକୁ ସ୍ୱୀକାର କରିବାକୁ ପଡ଼ିବ। ତୁମକୁ ସେଠାରେ ରାଜା, ପଣ୍ଡିତ ଓ ପ୍ରଜା ସମସ୍ତଙ୍କୁ ଏହା ଜଣାଇବାକୁ ପଡ଼ିବ ଯେ ଜଣେ ବ୍ରହ୍ମଚାରୀ ସାଧୁ ଓ ଜଣେ ସାଧୁଇ ମଧ୍ୟ ପ୍ରେମ ବନ୍ଧନରେ ବାନ୍ଧି ହୋଇ ଧର୍ମ ମାର୍ଗରେ ଚାଲିପାରନ୍ତି। ପରଦିନ ସେ ଦୁହେଁ ରାଜସଭାରେ ଉପସ୍ଥିତ ହେଲେ। ରାଜା କହିଲେ, ଆମେ ଏ କ'ଣ ଶୁଣୁଛୁ ଯେ ଜଣେ ସାଧୁ ବ୍ରହ୍ମଚର୍ଯ୍ୟକୁ ଭାଙ୍ଗିଛନ୍ତି? ଏତିକି ଶୁଣି ଅନନ୍ତାନନ୍ଦ ଉତ୍ତର ଦେଲେ, ମହାରାଜ, ମୁଁ କୌଣସି ନିୟମ ଭାଙ୍ଗି ନାହିଁ, ମୁଁ ତ କେବଳ ନିଜ ପ୍ରେମକୁ ଗ୍ରହଣ କରିଛି। ସେତେବେଳେ ଅନନ୍ତାନନ୍ଦ ପ୍ରେମକୁ ବୁଝାଇ କହିଲେ, ପ୍ରେମ କୌଣସି କାମବାସନା ନୁହେଁ, ପ୍ରେମ ତ ଆତ୍ମାର ମିଳନ। ଯେତେବେଳେ ଆଜିଠାରୁ ଅନେକ ଯୁଗ ପୂର୍ବରୁ ରାଧା ଓ କୃଷ୍ଣ ପ୍ରେମ କରିଥିଲେ, ସେତେବେଳେ ମଧ୍ୟ ସମାଜ ଏହା ହିଁ କହିଥିଲା ଏବଂ ଯେତେବେଳେ ସେମାନେ ଜୀବନ ସାରା ସମାଜ କାରଣରୁ ପରସ୍ପରଠାରୁ ଅଲଗା ରହିଲେ, ତଥାପି ସମାଜ ଚୁପ୍ ରହିଲା। ଏତିକି କହିବା ମାତ୍ରେ ଲଳିତା ମଧ୍ୟ ଆଗକୁ ବଢ଼ି କହିଲା, ମୁଁ କେବଳ ଏହାଙ୍କୁ ଶରୀରରେ ଚାହିଁ ନାହିଁ, ବରଂ ମନରେ ମଧ୍ୟ ଚାହିଁଛି ଏବଂ ନିଜ ପ୍ରେମକୁ ପ୍ରମାଣ କରିବା ପାଇଁ ମୁଁ କଠିନ ପରୀକ୍ଷା ମଧ୍ୟ ଦେଇଛି। ଏବଂ ଏହି ସମୟରେ ଲଳିତା କୁରଙ୍ଗନାଥଙ୍କର ସେହି କଠିନ ପରୀକ୍ଷା ବିଷୟରେ ସମସ୍ତଙ୍କୁ କହିଲା। ଏଟିକି ଶୁଣି ରାଜା ଓ ସଭା ମୌନ ରହିଗଲେ। ରାଜାଙ୍କ ନିଷ୍ପତ୍ତିର ଅପେକ୍ଷା ଥିଲା। ରାଜା କହିଲେ, ଯେତେବେଳେ ମୁଁ ଛୋଟ ଥିଲି ସେତେବେଳେ ମୋ ମା ମୋତେ ରାଧା ଓ କୃଷ୍ଣଙ୍କ ଅମର ପ୍ରେମ କାହାଣୀ ଶୁଣାଉଥିଲେ ଏବଂ ଯେତେବେଳେ ମୁଁ ତାଙ୍କୁ ପଚାରୁଥିଲି ଯେ ସେମାନେ ଶେଷରେ ବିବାହ କାହିଁକି କଲେ ନାହିଁ, ତେବେ ମୋ ମା ଚୁପ୍ ରହୁଥିଲେ। ଆଜି ଯାଇ ମୋତେ ଏହି କଥା ବୁଝା ପଡ଼ୁଛି ଯେ ବିବାହ ତ ସମାଜର ନିୟମ, କିନ୍ତୁ ପ୍ରେମ ଆତ୍ମାର। ସେଥିପାଇଁ ମୁଁ ଏହି ପ୍ରେମକୁ ସ୍ୱୀକାର କରୁଛି। ସେବେଠାରୁ ପ୍ରେମର ଏକ ନୂଆ ପରିଭାଷା ଲେଖାଗଲା ଏବଂ ଅନେକ ଯୁଗ ପରେ ରାଧା ଓ କୃଷ୍ଣଙ୍କ ମିଳନ ପୁଣି ଥରେ ସମ୍ପୂର୍ଣ୍ଣ ରୂପରେ ହୋଇପାରିଲା।
ବନ୍ଧୁଗଣ ଏବେ ଆମ କଥା ଏଇଠି ହିଁ ଶେଷ ହେଉଛି, କିନ୍ତୁ ଯଦି ଆପଣଙ୍କୁ ଏହି କଥା ଭଲ ଲାଗିଥାଏ ତେବେ ଦୟାକରି ଭିଡିଓକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏହା ଆପଣଙ୍କ ପାଇଁ ତ ଏକ ମୁହୂର୍ତ୍ତର କାମ, କିନ୍ତୁ ଏହା ଦ୍ୱାରା ଆମର ବହୁତ ସାହାଯ୍ୟ ହୋଇଯାଏ। ଧନ୍ୟବାଦ।